ପିଲାମାନେ ଆଜି ଆମେ ଷ୍ଟାର୍ଟ କରିବା ତୃତୀୟ ବିଷୟର ନେକ୍ସଟ ଅନୁସରଣୀ যেটা ଅଛି 60 ପେଜରେ 60 ପେଜରେ যেটা ଅଛି ନିଜେ କରି ଦେଖ। ପିଲାମାନେ ଏଠି 1 ନମ୍ବର କ'ଣ କହିଲା ପ୍ରଶାନ୍ତ ମହାସାଗରୀୟ ଦ୍ୱୀପର ଏକ ଆଦିବାସୀ ସମ୍ପ୍ରଦାୟ ବିଭିନ୍ନ ବସ୍ତୁକୁ ଜାଣିବା ପାଇଁ ଭିନ୍ନ ଭିନ୍ନ ସଂଖ୍ୟାମାନଙ୍କର କ୍ରମକୁ ବ୍ୟବହାର କରୁଥିଲେ। ତେବେ ଚିନ୍ତା କରି କୁହ ସେମାନେ କାହିଁକି ଏପରି କରୁଥିଲେ। ତ ପିଲାମାନେ ଏଇଟା ଗୋଟେ ମାନେ ମ୍ୟାଥମେଟିକାଲ ଟାଇପ୍ର କରାଯିବନି, ଗୋଟେ ଗପ ଟାଇପ୍ର ଆନ୍ସର୍ଟା ମୁଁ ଲେଖୁଛୁ। ଗପ ମାନେ କ'ଣ, ଯାହା ଅଛି ତୁମ ବହିରେ ଡାଇରେକ୍ଟ ଆନ୍ସର୍ ଲେଖିଦେଉଛି। ପିଲାମାନେ ଲେଖିକି ମୁଁ ତୁମକୁ ଦେଖୁଛି। ପିଲାମାନେ ଏହାର ଆନ୍ସର୍ଟା ମୁଁ ଲେଖିଦେଇଛି କାରଣ ଏଇଟା ଟିକେ ବଡ଼ ଥିଲା, ତ ମୁଁ ଏଇଟା ଲେଖିଦେଇକି ତୁମକୁ କହିଦେଉଛୁ। ଦେଖ କ'ଣ ଥିଲା ନା, ଯେଉଁ କ୍ୱେଶ୍ଚନ୍ଟା କହିଥିଲା ପ୍ରଶାନ୍ତ ମହାସାଗର, ତ ସେମାନେ ଆଦିବାସୀ ସମ୍ପ୍ରଦାୟ ଗୁଡ଼ିକ ଗଣନା ପାଇଁ ସେମାନଙ୍କର ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ନିର୍ଦ୍ଦିଷ୍ଟ ବସ୍ତୁ ବା ଶରୀର ଅଙ୍ଗ ସହିତ ଏକ ମେଳ ସ୍ଥାପନ କରୁଥିଲେ। ଯେମିତିକି ଗୋଟେ ଆମ୍ବକୁ ଗୋଟେ ଆଙ୍ଗୁଳି ସେମାନେ ଧରିଥିଲେ, ସେମାନେ ମେଳ ସ୍ଥାପନ କରୁଥିଲେ। ଯେହେତୁ ସେମାନଙ୍କ ପାଖରେ ଆଧୁନିକ ହିନ୍ଦୁ ପ୍ରଣାଳୀ ପରି ସାଧାରଣ ସଂଖ୍ୟାନାମା ନଥିଲା, ସେମାନଙ୍କ ପାଖରେ 1 2 3 4 ଏମିତି ସଂଖ୍ୟାନାମା ସେମାନେ ଜାଣିନଥିଲେ। ଯେହେତୁ ସେମାନେ ଆଦିବାସୀ ଥିଲେ, ସେମାନେ ବସ୍ତୁର ପ୍ରକାର ବା ଗୁଣ ଅନୁସାରେ ଭିନ୍ନ ଭିନ୍ନ ନାମ ବ୍ୟବହାର କରୁଥିଲେ, ଯାହା ସେମାନଙ୍କୁ ପରିମାଣ ଜାଣିବାରେ ସାହାଯ୍ୟ କରୁଥିଲା। ତ ଆନ୍ସର୍ ଏତିକି, କିନ୍ତୁ ଆମକୁ ଲେଖିବାକୁ ହେବ ପୁରା ଏଇଟା। ଠିକ୍ ଅଛି, ଏଇଟା କଟିଗଲା, କିନ୍ତୁ ଏଇଟା କଟିନି, ଏଇଟା ମୁଁ ଅଣ୍ଡରଲାଇନ୍ କରୁଥିଲି ହେଲା। ଏବେ 2 ନମ୍ବର କରିବା। 2 ନମ୍ବର କହିଲା 2ର ସମୂହ ନେଇ ଗଣନ କରିବା ଉପାୟକୁ ବ୍ୟବହାର କରି 6ରୁ ବଡ଼ ସଂଖ୍ୟାକୁ ଗୁମୂଳ ଗାଲ ସଂଖ୍ୟା ପ୍ରଣାଳୀରେ ଆଗକୁ ବଢ଼ାଇବା। ଚେଷ୍ଟା କର ଏହି ପ୍ରଣାଳୀରେ ଥିବା ସଂଖ୍ୟାଗୁଡ଼ିକୁ ଭିନ୍ନ ଭିନ୍ନ ଗାଣିତିକ ସଂକେତ ଯୁକ୍ତ, ବିୟୋଗ, ଗୁଣନ, ହରଣ ସମ୍ପାଦନ କରିବା ପାଇଁ ଉପାୟଗୁଡ଼ିକ ସ୍ଥିର କର, ହିନ୍ଦୁ ସଂଖ୍ୟା ସୂଚକ ବ୍ୟବହାର ନ କରି। ଠିକ୍ ଅଛି, ସେଇଟା I 2I 3I ବି 4ଟା ଦେଲା। ତ ଆଇରେ ଆଗେ ମୁଁ କରିବା। ତ ତୁମେ ଏଇଟା କରିବା ଆଗରୁ ମୁଁ ଗୋଟେ ଜିନିଷ ଲେଖିଦେଉଛି, ଯେ ଗୁମୂଳ ଗାଲ ପ୍ରଣାଳୀ କ'ଣ? ପ୍ରଣାଳୀରେ ଦେଖ ଏ ଦୁଇଟା ଜିନିଷ ମନେ ରଖିବ। ଉକାସରକୁ ଆମେ 2 ଲେଖୁଛେ, ଆଉ ଉରାପନ କିଛି ନାହିଁ ପିଲାମାନେ, ଖାଲି ଏଇ ଦୁଇଟା ମନେ ରଖିଦେଲେ ହେଇଗଲା। ଉରାପନ = 1 ଲେଖୁଛେ, ତାହେଲେ ଉକାସାରକୁ 2, ଉରାପନକୁ 1, ଏତିକିକୁ ନେଇକି ଆମେ ଗଣିତ କରିବା। ଆଉ ପିଲାମାନେ ଯଦି ଭିଡ଼ିଓ ପସନ୍ଦ ଆସୁଛି, ଲାଇକ୍ କର, ସବସ୍କ୍ରାଇବ୍ କର ଚ୍ୟାନେଲକୁ, ତାହେଲେ ମୁଁ ନେକ୍ସଟ ଭିଡ଼ିଓ ଜଲ୍ଦି ବନେଇବି। ଆଉ ଯଦି ପୁରା ଏଇ ଯେଉଁ 3 ନମ୍ବର ବିଷୟ ଅଛି, ପୁରା ବିଷୟବସ୍ତୁ ବିଷୟରେ ଜାଣିବାକୁ ଚାହୁଁଛ ପୁରା ଡିଟେଲରେ, ତାହେଲେ ମୁଁ ତା ପାଇଁ ଅଲଗା ଭିଡ଼ିଓ ବନେଇବି, ଯଦି ତୁମେ କମେଣ୍ଟରେ କହିବ। ଆଇରେ କହିଲା କ'ଣ, ଉକାସର ପ୍ଲସ୍ ତ ନୁହେଁ, ମାନେ ଏମିତି ଚିହ୍ନ ଦେଇଛି, ମାନେ ଉକାସର, ପୁଣି ଥରେ ଉକାସର, କିଛି ନାହିଁ, ମୁଁ ଯେମିତି ବୁଝେଇ ଦେଉଛି, କିଛି ଅସୁବିଧା ହେବନି। ଉକାସର, ପୁଣି ଥରେ ଏଇଟା ଲାଷ୍ଟଟା କ'ଣ, ଉରାପନ। 1 2 3 4ଟା ଉକାସର, ଲାଷ୍ଟଟା ଉରାପନ। ବ୍ରାକେଟ୍ ରଖିଲା, ପ୍ଲସ୍ ଚିହ୍ନ ଦେଲା, ଫାର୍ଷ୍ଟଟା ପ୍ଲସ୍ କହିଛି, ଫେର୍ ପୁଣି ସେମିତି ଉକାସର ଲାଷ୍ଟଟା ଉରାପନ। ତ ଉକାସର 4 ଥର ଅଛି, ତ ଆମେ କେମିତି ଲେଖିବା ଦେଖ। ଉକାସରକୁ 2 ଲେଖୁଛେ, 2 + 2 + 2 +
କେତେ ଦୁଇ 4 ଥର 2 ଲେଖିଲେ +1 ଏ ପ୍ଲସ୍ ଚିହ୍ନଟା ଏଟା ପୁଣି ଥରେ 2 ଯୁକ୍ତ 2 ଯୁକ୍ତ 2 ଯୁକ୍ତ 2 ମାନେ କେତେ ଆମେ 4 ଥର ଲେଖି ଦେଇଛେ କି ଉକାଶର ଆକ୍ଚୁଆଲି 3 ଥର ଅଛି ନା ସେକେଣ୍ଡଟାର ଏଇଟା 4 ଥର ନାହିଁ 3 ଥର ଅଛି ତ 3 ଥର 2 ତାପରେ ପ୍ଲସ୍ ଉରା ଥରେ ଅଛି ମାନେ 1 ମାନେ କେତେ ହେଇଯିବ 2 2 4 2 6 2 8 9 ପ୍ଲସ୍ 2 2 4 2 6 7 ଯେ କେତେ 7 14 15 16 ଯେତେବେଳେ ଅଛି 16ଟାକୁ ଆମେ କେମିତି ଲେଖିବା ନା ଏରକ ଉକାଶର ଯଦି ଉକାଶରକୁ 2 ଧରୁଛେ ତାହେଲେ ହରଣ 2 କଲେ 8 ଥର ଉକାଶର ଏମିତି ଲେଖିବ ଉକାଶର 8 ଥର ଲେଖତେ ପଡ଼ିବ ଯେମିତି ମୁଁ ଲେଖୁଥିଲି 4 ଥର ଉକାଶର ଲାଷ୍ଟକୁ ଉପାସନ ତାହେଲେ ସେରକ 8 ଥର ଉକାଶର ଲେଖିବା ହେଲା ଯଦି 15 କହିଥାନ୍ତା ସେରକ 8 ଥର ଲେଖି ଥରେ ଲାଷ୍ଟକୁ ଉପାସନ ଲେଖି ଦେଇଥାନ୍ତ ନା 6 ଥର ଲେଖି ଥରେ ଉପାସନ ଲେଖିଥାନ୍ତ 6 ଦୁନେ 7 ଥର 7 ଦୁନେ 14 15 ସେମିତି ଟୁଆଇଟା କରିବା ଟୁଆଇଟା କ'ଣ କହିଲା କ୍ୱେଶ୍ଚନରେ ସେମିତି ଉକାଶର ଦେଖାଉଛି ନା ପିଲାମାନେ ଉକାଶର ଲାଷ୍ଟଟା ଉରାପନ ବିয়োଗ ଚିହ୍ନ ଦେବା ଉକାଶର এটা କ'ଣ ଅଛି 3 ଥର ଉକାଶର ଅଛି ସରିଲା ସମାଧାନ କରିବା 1 2 3 4 ମାନେ 2 ଯୁକ୍ତ 2 ଯୁକ୍ତ 2 ଯୁକ୍ତ 2 4 ଥର ଥରେ 1 ଉରାପନ ବିয়োଗ ଚିହ୍ନ ଦେଲେ এটা 3 ଥର 2 ଯୁକ୍ତ 2 ଯୁକ୍ତ 2 3 ଥର ହେଇଗଲା এটা କେତେ 2 4 8 2 4 8 2 4 6 8 9 ମାଇନସ୍ 6 3କୁ ତାହେଲେ କେମିତି ଲେଖିବା 3କୁ ଆମେ ଲେଖିପାରିବା ଉକାଶର ଥରେ ଉପାସନ ଉରାପନ 2 1 3 ଏଟାକୁ 2 ଏଟା ଥରେ 3 এটা বেশি হଉଥିଲା ବୋଲି ମୁଁ ଲେଖିଲି এই যে 8ଟା ବେଶୀ ଥର ଉରାପନ ହଉଥିଲା ବୋଲି ମୁଁ ଉକାଶର ହଉଥିଲା ବୋଲି ମୁଁ ଲେଖିପାରିଲି ନାହିଁ ତ ଏମାନେ ଲେଖିବ କିନ୍ତୁ ଏମିତି 3 ଏଇଟା ସେଇଟା କ'ଣ କହିଲା ନା ଉକାଶର ଉରାପନ ଗୁଣନ ଅଛି ବୋଧେ ହଁ ଗୁଣ ଉକାଶର ଏମିତି ଲେଖିବା 2 ଯୁକ୍ତ 2 ଯୁକ୍ତ 2 ଯୁକ୍ତ 2 ଯୁକ୍ତ 1 ଗୁଣନ 2 ଯୁକ୍ତ 2 ତାହେଲେ 2 ପୁଣି ଏଟା ନ ଅଛି ଗୁଣନ 2 2 4 36ଟା 18 ଦୁନେ 36 ତ 18 ଥର ଉକାଶର 18 ଥର ଉକାଶର ଲେଖିବ ପିଲାମାନେ ଏବେ କରିବା 3i ସରି ଆଇଭି ନା ଆଇଭି ଲାଷ୍ଟଟା ଯାହା କହିଛି ଲେଖିବା ଉକାଶର
ଉକାସର ଉରାପନ ହରଣ ଉକାସର 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 ଦ୍ୱିଥର ଅଛି ନା ଦ୍ୱିଥର ଅଛି ପିଲାମାନେ ତାହେଲେ କେମିତି କରି କରିବା ନା 2 ଯୁକ୍ତ 2 ଯୁକ୍ତ 2 এটা କ'ଣ ଅଛି କି ଉକାସର ଉକାସର ଏଠି ଉପରେ ପିଲାମାନେ କ୍ୱେଶ୍ଚନଟା ବୋଧେ ମୁଁ ଏଇଟା ରିପିଟ୍ କରିଦେଇଛି ଉକାସର 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 4 ଥର ନାହିଁ ଆହୁରି 2 ଥର ଉକାସର ଅଛି ଉକାସର ଏଠି ଉକାସର ଅଛି ଆଉ ଥରେ ଲେଖିଦେବା ପିଲାମାନେ କ୍ୱେଶ୍ଚନ ତୁମେ ଦେଖ ମୁଁ ଡାଇରେକ୍ଟ ଆନ୍ସର ତାହେଲେ ଏଇଟା କରୁଛୁ ଲେଖିଦେବା ଉକାସର ତ କ୍ୱେଶ୍ଚନ ଏଇଟା ବହିରେ ଯେଟା ଅଛି ଏଇଟା ଦେଖିଦେବା ପିଲାମାନେ ଟିକେ ଭୁଲ ଭାଲ ହେଇଗଲା ନହେଲେ ମୁଁ ଡାଇରେକ୍ଟ ଆନ୍ସର କରୁଛୁ କେତେ ଥର ଉକାସର ଅଛି 1 2 3 4 5 6 8 ଥର ଉକାସର ଅଛି ପିଲାମାନେ ତାମାନେ 2 2 4 2 1 2 3 4 5 6 7 8 ହରଣ ଏଠି 2 ଥର 2 2 1 2 3 4 8 3 16 ହରଣ 4 4 2 16 ତାହେଲେ 4 ମାନେ କ'ଣ ଉକାସର ଉକାସର ଠିକ୍ ଅଛି ପିଲାମାନେ ଏଠି ପିଲାମାନେ କିଛି ନାହିଁ କ୍ୱେଶ୍ଚନଟା ଟିକେ ଭୁଲ ଭାଲ ହେଇଛି 8 ଥର ଏଠି ଉକାସର ଅଛି ଏଠି ତଳେ 2 ଥର ଅଛି ହରଣ ପରେ ତ ଏଇଟା ସେମିତି ଠିକ୍ ଅଛି ଆନ୍ସର ଠିକ୍ ଅଛି ପିଲାମାନେ ଏବେ ଆମେ 3 ନମ୍ବର କରିବା 3 ନମ୍ବର କ'ଣ କହିଲା ହିନ୍ଦୁ ସଂଖ୍ୟା ପ୍ରଣାଳୀରେ ଯେଉଁ ବୈଶିଷ୍ଟ୍ୟ ଗୁଡ଼ିକ ରୋମାନ ସଂଖ୍ୟା ପ୍ରଣାଳୀ ତୁଳନାରେ ଅଧିକ ଫଳପ୍ରଦ ବୋଲି ଭାବୁଛ ସେଗୁଡ଼ିକୁ ଚିହ୍ନଟ କର ତ ଏଟା ବି ସେମିତି ଗୋଟେ ଗପ ଭଳିଆ ଲେଖା ହେବ ତ ପିଲାମାନେ ଟାଇମ୍ ୱେଷ୍ଟ ହେଉଛି ସେଥିପାଇଁ ମୁଁ ଆଗୁଆ ଲେଖିକି ରଖିଛି ଦେଖ ହିନ୍ଦୁ ସଂଖ୍ୟା ପ୍ରଣାଳୀରେ ଦେଖ ଆମେ ଶୂନଟା ଆମର ବହୁତ ବଡ଼ ଗୋଟେ ଏଡ଼ଭାଣ୍ଟେଜ୍ ତ ହିନ୍ଦୁ ସଂଖ୍ୟା ପ୍ରଣାଳୀରେ ଶୂନର ବ୍ୟବହାର ଏବଂ ସ୍ଥାନୀୟ ମାନ ପ୍ରଣାଳୀ ଏହାକୁ ରୋମାନ ପ୍ରଣାଳୀ ଠାରୁ ଅଧିକ ଫଳପ୍ରଦ କରେ ଠିକ୍ ଅଛି ଏହାଦ୍ୱାରା ବଡ଼ ବଡ଼ ସଂଖ୍ୟାକୁ କମ୍ ସଂକେତରେ ଲେଖାଯାଇପାରେ ଏବଂ ଗାଣିତିକ ପ୍ରକ୍ରିୟା ଯେପରିକି ଯୁକ୍ତ ବିୟୋଗ ଗୁଣନ ହରଣ କରିବା ଅତ୍ୟନ୍ତ ସହଜ ହୋଇଥାଏ ତ 3 ନମ୍ବର ଆନ୍ସର ପିଲାମାନେ ମୁଁ ଲେଖିକି ଅଲରେଡ଼ି ରଖିଥିଲି ତ ଏମିତି ଦେଖ ପଜ୍ କରିକି ପିଲାମାନେ କରିଦେବ ଏବେ 4 ନମ୍ବରକୁ ଯିବା 4 ନମ୍ବର କ'ଣ କହିଲା ଏଇଟା କିଛି ନାହିଁ ପିଲାମାନେ ଯେମିତି ଲାଷ୍ଟ ପୂର୍ବ ଅନୁସାରେ ଗୋଟେ କହିଥିଲା ଯେ ନିଜର ସଂଖ୍ୟା ପ୍ରଣାଳୀ କର ସେଇଭଳି ଏଇଟା କିଛି ନାହିଁ ତ ଏଟାକୁ ଆମେ ଛାଡ଼ିଦେବା